ମୁଁ ଅପରାଜ ପାତ୍ର ଆପଣଙ୍କୁ ସ୍ୱାଗତ କରୁଛି ମୋ ୟୁଟ୍ୟୁବ ଚ୍ୟାନେଲ ଏମଆର ଷ୍ଟଡି ଏକାଡେମୀକୁ। ଆଶା କରୁଛି ସମସ୍ତେ ଭଲରେ ଥିବେ ଏବଂ ଆଗାମୀ ପରୀକ୍ଷା ପାଇଁ ଆପଣଙ୍କ ପ୍ରିପାରେସନ ଭଲ ଭାବରେ ଚାଲିଥିବ। 500ଟି ଜିକେ କ୍ୱେଶ୍ଚନ ଡିସ୍କସନର ଆଜିର ତୃତୀୟ ନମ୍ବର ଭିଡ଼ିଓ ଆପଣ ସମସ୍ତଙ୍କୁ ସ୍ୱାଗତ। ଆଜିର ଭିଡ଼ିଓରେ ଆମେ ଟୋଟାଲ 40ଟି ଜିକେ କ୍ୱେଶ୍ଚନ ଡିସ୍କସନ କରିବା। ଆନ୍ସର ସହିତ ଆମେ ଏକ୍ସପ୍ଲେନେସନ ଆକାରରେ ବୁଝିବା ଯେ କାହିଁକି ଉତ୍ତରଟି ହେଲା। ଆଉ ଲାଷ୍ଟରେ କ'ଣ କରିବା ନା କରେଣ୍ଟ ଆଫେୟାର ଡିସ୍କସନ କରିବା, ଯେଟାକି ଆପଣ ଆଗାମୀ ଯେକୌଣସି ଏକ୍ଜାମ ପାଇଁ ଇମ୍ପୋର୍ଟାଣ୍ଟ ଅଛି। ତେଣୁ ଡେଲି ଯଦି ଆପଣ କରେଣ୍ଟ ଆଫେୟାର କ୍ଲାସଟି କରିବେ, ଖାଲି ଯଦି ଦେଖିଥିବେ ତାହେଲେ ମନେ ରହିଯିବ। ତେଣୁ ଆଶା କରୁଛି ଆପଣ ଭିଡ଼ିଓ ଲାଷ୍ଟ ପର୍ଯ୍ୟନ୍ତ ଦେଖିବେ, ଯାହାଫଳରେ କି ଆପଣ କରେଣ୍ଟ ଆଫେୟାର ବୁଝିପାରିବେ। ଆଉ ମୋ କମେଣ୍ଟ ସେକ୍ସନରେ ଜଣେଇବେ ଯେ ଆପଣ କେତେ ମାର୍କ ରଖୁଛନ୍ତି ଟୋଟାଲ 40ଟି ଜିକେରୁ। ତେଣୁ ଯିବା ଭିଡ଼ିଓ ଷ୍ଟାର୍ଟ କରିବା ଡେ ନ କରି। ପ୍ରଥମ କ୍ୱେଶ୍ଚନ ଦେଖିବା କ'ଣ ଅଛି। ହୁ ରୋଟ୍ ଦ ନ୍ୟାସନାଲ ଏନ୍ଥିମ୍ ଅଫ୍ ଇଣ୍ଡିଆ? ହେଲା, ଅପସନ କ'ଣ ଅଛି? ଲକ୍ଷ୍ମୀକାନ୍ତ ମହାପାତ୍ର, ବଙ୍କିମ ଚନ୍ଦ୍ର ଚାଟାର୍ଜୀ, ସ୍ୱାମୀ ବିବେକାନନ୍ଦ, ରବୀନ୍ଦ୍ରନାଥ ଟାଗୋର। ତେଣୁ କିଏ ଲେଖିଥିଲା ଆମ ନ୍ୟାସନାଲ ଏନ୍ଥିମ୍ ଅଫ ଇଣ୍ଡିଆ? ଅପସନ ନମ୍ବର କୋଉଟା? ରବୀନ୍ଦ୍ରନାଥ ଟାଗୋର, ଯିଏକି ଅପସନ ନମ୍ବର ଡି। ଆଉ କିଛି ଦେଖିବା କ'ଣ ଅଛି ନା, ଯୋଉ ଆମର ନ୍ୟାସନାଲ ଏନ୍ଥିମ୍ ଅଛି କ'ଣ? ଜନଗଣ ମନ। ହେଲା, କମ୍ପୋଜ୍ଡ କେତେ ମସିହାରେ ହେଇଥିଲା? 1911। ଇମ୍ପୋର୍ଟାଣ୍ଟ ଏଇଟା ମନେ ରଖିଥିବେ, 1911 ମସିହାରେ କ'ଣ ହେଇଥିଲା? କମ୍ପୋଜ ହେଇଥିଲା, ମାନେ ତିଆରି ହେଇଥିଲା। କିନ୍ତୁ କାହା ଦ୍ୱାରା? ନା ରବୀନ୍ଦ୍ରନାଥ ଟାଗୋର ଦ୍ୱାରା। କିନ୍ତୁ ଆମର ଅଫିସିଆଲି ଏଡପ୍ଟ କେତେ ହେଲା? ନା 1950 ମସିହାରେ। ମନେ ରଖିଥିବେ କେତେ ମସିହାରେ? 1950 ମସିହାରେ କ'ଣ ହେଲା ନା ଆମର ଏଡ୍ କରାଗଲା ଯେ ଆମର ନ୍ୟାସନାଲ ଏନ୍ଥିମ୍ ରୂପରେ। ଦେଖିବା ନେକ୍ସଟ କ୍ୱେଶ୍ଚନ କ'ଣ ଅଛି। ହୁ ୱାଜ ଦ ଥାର୍ଡ ପ୍ରେସିଡେଣ୍ଟ ଅଫ ଇଣ୍ଡିଆ? ଏ ଭିତରୁ କିଏ ଆମର ଥାର୍ଡ ପ୍ରେସିଡେଣ୍ଟ ହେଇଥିଲେ ଇଣ୍ଡିଆର? ଅପସନ ନମ୍ବର ଏ ଅଛି ମହମ୍ମଦ ହିଦାୟତୁଲ୍ଲାହ, ନା ଡକ୍ଟର ଜାକିର ହୁସେନ, ନା ଶ୍ରୀ ଭିଭି ଗିରି, ନା ଡକ୍ଟର ସର୍ବପଲ୍ଲୀ ରାଧାକୃଷ୍ଣ। ତେଣୁ ଥାର୍ଡ ପ୍ରେସିଡେଣ୍ଟ ଅଫ ଇଣ୍ଡିଆ କିଏ ଥିଲେ? ଅପସନ ନମ୍ବର କୋଉଟା ହବ? ଅପସନ ନମ୍ବର ବି, ଯେଟା କ'ଣ ଡକ୍ଟର ଜାକିର ହୁସେନ। ହେଲା, ଡକ୍ଟର ଜାକିର ହୁସେନ ସର୍ଭ ଏଜ ଇଣ୍ଡିଆଜ ଥାର୍ଡ ପ୍ରେସିଡେଣ୍ଟ କେତେ ମସିହାରୁ କେତେ ମସିହା ପର୍ଯ୍ୟନ୍ତ? କ୍ୱେଶ୍ଚନ ପଚାରିପାରେ କେତେ ମସିହାରେ? ନା 1967 ରୁ 1969 ପର୍ଯ୍ୟନ୍ତ। ହେଲା, ଏଣ୍ଡ ୱାଜ ଦ ଫାଷ୍ଟ ମୁସଲିମ ପ୍ରେସିଡେଣ୍ଟ ଅଫ ଇଣ୍ଡିଆ। ପ୍ରଥମେ କ'ଣ ହେଇଥିଲା କ୍ୱେଶ୍ଚନ ବେଳେ ପଚାରିପାରେ ଯେ ମୁସଲିମ ଫାଷ୍ଟ ପ୍ରେସିଡେଣ୍ଟ କିଏ ହେଇଥିଲା? ଆମର ଡକ୍ଟର ଜାକିର ହୁସେନ। ମନେ ରଖିଥିବେ। ଦେଖିବା ନେକ୍ସଟ କ୍ୱେଶ୍ଚନ କ'ଣ ଅଛି। ହୁ ୱାଜ ଦ ଫାଉଣ୍ଡର ଅଫ ସତ୍ୟବାଦୀ ବନ ବିଦ୍ୟାଳୟ ଇନ୍ ଓଡ଼ିଶା? ଯେଉଁ ଓଡ଼ିଶାରେ ସତ୍ୟବାଦୀ ବନ ବିଦ୍ୟାଳୟ ଥିଲା, ତାର ଫାଉଣ୍ଡର କିଏ ଥିଲେ? ଅପସନ କ'ଣ ଅଛି? ମଧୁସୂଦନ ରାଓ, ଗୋପବନ୍ଧୁ ଦାସ, ମଧୁସୂଦନ ଦାସ, ନା ସୁଭାଷ ଚନ୍ଦ୍ର ବୋଷ। ତେଣୁ କିଏ ଥିଲେ ସତ୍ୟବାଦୀ ବନ ବିଦ୍ୟାଳୟର ଆମର ଓଡ଼ିଶାରେ ଯୋଉ ହେଇଥିଲା ତାର ଫାଉଣ୍ଡର କିଏ? ନା ଅପସନ ନମ୍ବର କୋଉଟା ଠିକ ହବ? ଗୋପବନ୍ଧୁ ଦାସ। ହେଲା, ଉତ୍କଳମଣି ଗୋପବନ୍ଧୁ ଦାସ, ତାଙ୍କୁ କୋଉ ଆଖ୍ୟା ଦିଆଯାଇଛି ନା ଉତ୍କଳମଣି ଗୋପବନ୍ଧୁ ଦାସ। ଏଷ୍ଟାବ୍ଲିଶ ଦ ସତ୍ୟବାଦୀ ବନ ବିଦ୍ୟାଳୟ କେତେ ମସିହାରେ? 1909 ମସିହାରେ। ଇମ୍ପୋର୍ଟାଣ୍ଟ ଡେଟା ମନେ ରଖିଥିବେ କେତେ? 1909 ମସିହାରେ। କୋଉଠି ନା ଏଟେ ଶିକା କ'ଣ ସାକ୍ଷୀ ଗୋପାଳ। ହେଲା, ସାକ୍ଷୀ ଗୋପାଳ ଠାରେ କୋଉଠି ନା ପୁରୀରେ। ହେଲା, ପୁରୀ ଡିଷ୍ଟ୍ରିକ୍ଟରେ ସାକ୍ଷୀ ଗୋପାଳ ଠାରେ କ'ଣ କରିଥିଲେ ନା ଆମର ସତ୍ୟବାଦୀ ବନ ବିଦ୍ୟାଳୟ ତିଆରି କରିଥିଲେ। ପ୍ରମୋଟିଂ ଦ ନ୍ୟାସନାଲିଜିମ ଏଣ୍ଡ ଦ ମୋରାଲ ଏଜୁକେସନ। ହେଲା, କ'ଣ ପ୍ରମୋଟ ପାଇଁ? ନ୍ୟାସନାଲିଜିମ ଆଉ ମୋରାଲ ଏଜୁକେସନ ପାଇଁ ସେ କ'ଣ କରିଥିଲେ? ସତ୍ୟବାଦୀ ବନ ବିଦ୍ୟାଳୟଟା ତିଆରି କରିଥିଲେ। ଦେଖିବା ନେକ୍ସଟ କ୍ୱେଶ୍ଚନ କ'ଣ ଅଛି। ହୁ ଇଜ ଦ ମିନିମମ ଏଜ ଟୁ ବିକମ ଦ ଏଲିଜିବଲ ଟୁ ବି ଏ ମେମ୍ବର ଅଫ ଦ ପାର୍ଲାମେଣ୍ଟ? ମେମ୍ବର ଅଫ ପାର୍ଲାମେଣ୍ଟ, ଯେଟା ଆମେ କ'ଣ କହୁ ଏମପି କହୁ, ତାର ପାଇଁ ମିନିମମ ଏଜ ଟା କୋଉଟା? ଅପସନ ଏ ଅଛି 21, 25, 30, 35। ତେଣୁ ୟା ଭିତରୁ କୋଉ ଏଜ ଟା ଏଲିଜିବଲ ହବ ଆମର ମେମ୍ବର ଅଫ ପାର୍ଲାମେଣ୍ଟ ବା ଏମପି ପାଇଁ? ଆମର 25 ବର୍ଷ। ହେଲା, ମିନିମମ ଏଜ ଟୁ ବି ଏ ଲୋକସଭା ଏମପି, ଯେଟା କି ଆମର ଲୋକସଭା ମେମ୍ବର ଅଫ ବା ଏମପି କେତେ ଅଛି ନା 25 ଇୟର୍ସ। ହ୍ୱାଇଲ ଫର ରାଜ୍ୟସଭା କେତେ? 30 ଇୟର୍ସ। ମନେ ରଖିଛି, ଯଦି ଆପଣ ପଚାରିପାରେ ରାଜ୍ୟସଭା ପାଇଁ କେତେ ନା 30 ଇୟର୍ସ, କିନ୍ତୁ ଲୋକସଭା ପାଇଁ ଏମପି ପାଇଁ କ'ଣ ନା 25 ଇୟର୍ସ। କେତେ ନମ୍ବର ଆର୍ଟିକଲ? ନା ଆର୍ଟିକଲ ନମ୍ବର 85 ଅଫ ଇଣ୍ଡିଆନ କନଷ୍ଟିଟ୍ୟୁସନ। ମନେ ରଖିଥିବେ, ବେଳେବେଳେ ଆର୍ଟିକଲ ପଚାରେ ଯେ କେଉଁ ଆର୍ଟିକଲ ଆଧାରରେ? ଆର୍ଟିକଲ କେତେ? 84। ମନେ ରଖିଥିବେ। ଦେଖିବା ନେକ୍ସଟ କ୍ୱେଶ୍ଚନ କ'ଣ ଅଛି। ହୁ ଇଜ ଦ ଲାର୍ଜେଷ୍ଟ ଡିଷ୍ଟ୍ରିକ୍ଟ ଅଫ ଓଡ଼ିଶା ଇନ ଟର୍ମସ ଅଫ ଏରିଆ? ଏରିଆ ଆକାରରେ ଆମର କୋଉ ଡିଷ୍ଟ୍ରିକ୍ଟଟା ହଉଛି ଓଡ଼ିଶାର ସବୁଠୁ ବଡ଼? ଅପସନ କ'ଣ ଅଛି? ମୟୂରଭଞ୍ଜ, ମାଲକାନଗିରି, ନା ଆମର କଟକ, ନା ଗଞ୍ଜାମ। ତେଣୁ କୋଉଟା ବଡ଼ ସବୁଠୁ ଏରିଆ ୱାଇଜ? ଆମର ମୟୂରଭଞ୍ଜ। ହେଲା, ମୟୂରଭଞ୍ଜ ଇଜ ଦ ଓଡ଼ିଶା ଲାର୍ଜେଷ୍ଟ ଡିଷ୍ଟ୍ରିକ୍ଟ ୱିଥ ଏନ୍ ଏରିଆ ଏବାଉଟ କେତେ? 10,418 ସ୍କୋୟାର କିଲୋମିଟର। ମନେ ରଖିଥିବେ କେତେ? 10,418 ସ୍କୋୟାର କିଲୋମିଟର। ନୋନ୍ ଫର ଶିମିଳିପାଲ ନ୍ୟାସନାଲ ପାର୍କ। କ'ଣ ସବୁଠି କ'ଣ ଅଛି ମୟୂରଭଞ୍ଜରେ? ଆମର ଶିମିଳିପାଲ ନ୍ୟାସନାଲ ପାର୍କଟି ଅଛି ମୟୂରଭଞ୍ଜରେ। ସେଇଟା ଏରିଆ ୱାଇଜ ଯଦି ଆମେ ଦେଖିବା ସେଇଟା ସବୁଠୁ ବଡ଼। ଦେଖିବା ନେକ୍ସଟ କ୍ୱେଶ୍ଚନ। ହ୍ୱିଚ ଅଫ ଦ ଫଲୋଇଂ ରିଭର ଡ୍ରେନ୍ସ ଇନଟୁ ଦ ବେ ଅଫ ବେଙ୍ଗଲ? ମାନେ ବେ ଅଫ ବେଙ୍ଗଲରେ କେଉଁ ରିଭରଟା ପଡିଛି? ଅପସନ କ'ଣ ଅଛି? ନର୍ମଦା, କୃଷ୍ଣା, ସତଲେଜ, ନା ତାପି। ତେଣୁ କୋଉ ରିଭରଟା ପଡିଛି ଆମର ବେ ଅଫ ବେଙ୍ଗଲରେ? ନା କୃଷ୍ଣା ନଦୀ। ହେଲା, କୃଷ୍ଣା ରିଭର ଫ୍ଲୋଜ ଥ୍ରୋ ଦ ମହାରାଷ୍ଟ୍ର। କୋଉଠୁ? ମହାରାଷ୍ଟ୍ରରୁ କର୍ଣ୍ଣାଟକ, ତାପରେ ତେଲେଙ୍ଗାନା ଏଣ୍ଡ ଅରୁଣାଚଳ ପ୍ରଦେଶ ବିଫୋର ଡ୍ରେନିଂ ଦ ଇନଟୁ ବେ ଅଫ ବେଙ୍ଗଲ। ମନେ ରଖି ତାର ପାଥରେ କ'ଣ? ମହାରାଷ୍ଟ୍ର, ତାପରେ କର୍ଣ୍ଣାଟକ, ତାପରେ ତେଲେଙ୍ଗାନା, ତାପରେ କ'ଣ ଆନ୍ଧ୍ରପ୍ରଦେଶ, ତାପରେ ବେ ଅଫ ବେଙ୍ଗଲରେ ସେ ପଡିଛି। ନେକ୍ସଟ କ୍ୱେଶ୍ଚନ କ'ଣ ଦେଖିବା। ହ୍ୱିଚ ରିଭର ଇଜ ନୋନ୍ ଏଜ ଦ ସ୍ୱର ଅଫ ଓଡ଼ିଶା? ଓଡ଼ିଶାର ଦୁଃଖ ବୋଲି କୋଉ ନଦୀକୁ ବୋଲି କୁହାଯାଏ? ଅପସନ କ'ଣ ଅଛି? ମହାନଦୀ,
ବ୍ରାହ୍ମଣୀ ନା ଆମର କଣ ବୈତରଣୀ ନା ଋଷିକଲ୍ୟା। ତେଣୁ କୋଉ ନଦୀଟାକୁ ଆମର କଣ କୁହାଯାଏ ଓଡିଶାର ଦୁଃଖ ବୋଲି କୁହାଯାଏ ନା ମହାନଦୀ। କାହିଁକି ନା ମହାନଦୀ ଇଜ କଲ୍ଡ ଦ ସର ଅଫ ଓଡିଶା ବିକଜ ଅଫ ଇଟ୍ସ ଫ୍ରିକ୍ୱେଣ୍ଟ ଫ୍ଲଡ। ବାରମ୍ବାର ବନ୍ୟା ଆସେ ଏଇ ନଦୀରେ, ସେଥିପାଇଁ କଣ କୁହାଯାଏ ସର ଅଫ ଓଡିଶା। ଦ୍ୟାଟ କଜଡ ଡିଷ୍ଟ୍ରକ୍ସନ ଇନ ଦ ପାଷ୍ଟ ହେଲା। ବହୁତ ଆମର କଣ ପାଷ୍ଟ ମାନେ ଅତୀତରେ ବହୁତ କ୍ଷତି ଆମର କରିଦେଇଛି ଆମର ମହାନଦୀ, ତେଣୁ ସେଥିପାଇଁ କଣ ସର ଅଫ ଓଡିଶା ବୋଲି କୁହାଯାଏ। ନେକ୍ସଟ କ୍ୱେଶ୍ଚନ ଦେଖିବା, ନ୍ୟାସନାଲ ଭୋଟର୍ସ ଡେ ଇଜ ସେଲିବ୍ରେଟେଡ ଅନ୍ ହ୍ୱିଚ୍ ଡେଟ୍? କେତେ ଡେଟ୍ ରେ ଆମର କଣ କରାଯାଏ ନା ନ୍ୟାସନାଲ ଭୋଟର୍ସ ଡେ ଟା ଆମର ପାଳନ କରିଥାଉ। ଅପସନ କଣ ଅଛି 15 ଜାନୁଆରୀ, 15 ଫେବୃଆରୀ, 25 ଜାନୁଆରୀ ନା 25 ଫେବୃଆରୀ। ତେଣୁ ସଠିକ ଉତ୍ତରଟି କଣ ହବ? ନ୍ୟାସନାଲ ଭୋଟର ଡେ କେବେ ଆମେ ପାଳନ କରିଥାଉ? ଅପସନ ନମ୍ବର କୋଉଟା 25 ଜାନୁଆରୀ ହେଲା। ନ୍ୟାସନାଲ ଭୋଟର ଡେ ହେଜ୍ ବିନ୍ ଅବଜର୍ଭଡ ଏଭ୍ରି ଇୟର 25 ଜାନୁଆରୀ ସିନ୍ସ 2011 ହେଲା। 2011 ପାଖରୁ ଆମେ କଣ କରୁଛୁ ଭୋଟର ଡେ ଟା ପାଳନ କରୁଛୁ। କେତେ ନା 25 ଜାନୁଆରୀ। ମାର୍କ ଦ ଫାଉଣ୍ଡେସନ ଅଫ ଦ ଇଲେକ୍ସନ କମିଶନ ଅଫ ଇଣ୍ଡିଆ କେତେ 1950। ମନେ ରଖିଥିବେ। ଦେଖିବା ନେକ୍ସଟ କ୍ୱେଶ୍ଚନ କଣ ଅଛି, ହୁ ହେଡ ଅକୁପାଇଡ ଓଡିଶା ଜଷ୍ଟ ବିଫୋର ବ୍ରିଟିଶର୍ସ? ବ୍ରିଟିଶର୍ସ ପୂର୍ବରୁ ଆମର କିଏ କଣ କରିଥିଲେ ଓଡିଶାକୁ ଅକୁପାଇ କରିଥିଲେ? ମରିୟଜ, ପର୍ତ୍ତୁଗିଜ ନା ମଙ୍ଗୋଲସ ନା ଆମର ମରାଠାସ। ତେଣୁ କେଉଁମାନେ ଆମର ଅକୁପାଇ କରିଥିଲେ ବ୍ରିଟିଶ ମାନଙ୍କ ପୂର୍ବରୁ ନା ମରାଠାସ। ଓଡିଶା ୱାଜ ଅଣ୍ଡର ଦ ମରାଠା ବିଫୋର ବିଙ୍ଗ ଏନେକ୍ସେଡ ବାଇ ଦ ବ୍ରିଟିଶ ଇଷ୍ଟ ଇଣ୍ଡିଆ କମ୍ପାନୀ ଇନ 1803। 1803 ମସିହାରେ ଆମର କଣ ଇଷ୍ଟ ଇଣ୍ଡିଆ କମ୍ପାନୀ ଯୋଉ ଆମର ବ୍ରିଟିଶ ମାନେ କଣ କରିଥିଲେ ଅକ୍ତିଆର କରିଥିଲେ, ତା ପୂର୍ବରୁ ଆମେ କଣ କାହା ଅଧୀନରେ ଥିଲେ ବା ଆମର ଏଠି ଆମେ ଅକୁପାଇ କରିଥିଲେ କିଏ ନା ମରାଠାସ ହେଲା। ମନେ ରଖିଥିବେ। ଦେଖିବା ନେକ୍ସଟ କ୍ୱେଶ୍ଚନ, ଫାଷ୍ଟର ଦେନ୍ ଲାଇଟିଂ ମାଇ ଷ୍ଟୋରି ଇଜ ଦ ଅଟୋବାୟୋଗ୍ରାଫି ଅଫ। ଏଇ ଯୋଉ ଫାଷ୍ଟର ଦେନ୍ ଲାଇଟିଂ ମାଇ ଷ୍ଟୋରି ଏଟା କାହାର ଅଟୋବାୟୋଗ୍ରାଫି କୁହାଯାଇଛି ନା ହେମା ଦାସ, ହୁସେନ ବୋଲ୍ଟ, ଦୁତି ଚାନ୍ଦ ନା ପିଟି ଉଷା। କାହାଙ୍କର ଉପରେ ଅଟୋବାୟୋଗ୍ରାଫି ଲେଖା ହେଇଛି? ଅପସନ ନମ୍ବର କୋଉଟା ଠିକ ହବ? ହୁସେନ ବୋଲ୍ଟ ହେଲା। ଫାଷ୍ଟର ଦେନ୍ ଲାଇଟିଂ ମାଇ ଷ୍ଟୋରି ଇଜ ଦ ଅଟୋବାୟୋଗ୍ରାଫି ବାଇ ଦ କଣ ଜମିକାନ ସ୍ପ୍ରିଣ୍ଟର ଉସେନ ବୋଲ୍ଟ। ତାଙ୍କ ଫୁଲ୍ ନାଁ ମନେ ରଖିଥିବେ ଜମିକାନ ସ୍ପ୍ରିଣ୍ଟର କଣ ତାଙ୍କର ଜମିକାନ ଜାଗାଟା ଉସେନ ବୋଲ୍ଟ ଦ ଫାଷ୍ଟେଷ୍ଟ ମ୍ୟାନ ଇନ ଦ ୱାର୍ଲଡ ହେଲା। नेक्स्ट देखिए एनसिएंट इंडियाज ग्रेट मैन चाणक्य वाज एसोसिएटेड विथ व्हिच किंगडम ହେଲା जो ଚାଣକ୍ୟ ସେଟା କାହା ସିଏ କୋଉ କିଙ୍ଗଡମ ସହିତ ରିଲେଟେଡ? ଆମର ଅପସନ ରେ କଣ ଅଛି ଚାଲୁକ୍ୟ, କୁଷାଣ, ଚୋଲ, ମୌର୍ୟ। ତେଣୁ କାହାଙ୍କ କିଙ୍ଗଡମ ସହିତ ସେ ରିଲେଟେଡ? ଅପସନ ନମ୍ବର 1 ମୌର୍ୟ ହେଲା। ଚାଣକ୍ୟ କଣ କୁହାଯାଏ ନା କୌଟଲ୍ୟ ବୋଲି କୁହାଯାଏ। was the chief advisor of the ଚନ୍ଦ୍ରଗୁପ୍ତ ମୌର୍ୟ and author of the ଅର୍ଥଶାସ୍ତ୍ର। ବେଳେ ବେଳେ ପଚାରେ ଯେ ଅର୍ଥଶାସ୍ତ୍ରର ଲେଖକ କିଏ ନା ଚାଣକ୍ୟ ବା କୌଟଲ୍ୟ ହେଲା। देखिए नेक्स्ट क्वेश्चन, इन व्हिच प्रेजेंट डे कंट्री इज मेसोपोटामियन सिविलाइजेशन सिचुएटेड? ହେଲା जो मेसोपोटामिया सिविलाइजेशन फास्ट जो आस्थिला सेटा कोन देश माने कोन जगह हेतिला एबे कि से तार देशटा ना कोन? ऑप्शन कोन अछि इराक, ईरान, चाइना, पाकिस्तान। तो से जगहटार एबेकार ना कोन अछि कंट्री रो नाम ना इराक ହେଲା। मेसोपोटामिया इ वन ऑफ द वर्ल्ड अर्लीस्ट सिविलाइजेशन। मन रखते मेसोपोटामिया कोन हमर वर्ल्ड रो सबटु पुराना कोन सिविलाइजेशन डेवलप द प्रेजेंट डे इराक बिटवीन द टिग्रोस एंड कोन यूफ्रेटस रिवर ହେଲା। ए दिटा पाखरे कोन अछि ए जो मेसोपोटामिया सिविलाइजेशन टा फास्ट हेतिला। देखिए नेक्स्ट क्वेश्चन कोन अछि, वेयर इज द हेडक्वार्टर ऑफ SAARC सार्क ହେଲା। एरो हेडक्वार्टर टा कोठी अछि? जाकार्ता ना मनिला ना मोर अछि काठमांडू ना जेनेवा। एनु सार्क SAARC सार्क रो हेडक्वार्टर टा कोठी अछि ना काठमांडू। काठमांडू नेपाल रे काठमांडू अछि, नेपाल जो कैपिटल काठमांडू। SAARC headquarter is located in Kathmandu, Nepal since ମାନେ नेपाल ଅଛି କାଠମାଣ୍ଡୁ since the organization is formation କେତେ 1985 ହେଲା। 1985 ରୁ ଏଟା ଆମର କଣ ଅଛି ଅର୍ଗାନାଇଜେସନ ତିଆରି ହେଇଥିଲା। ଆପଣ ପାଇଁ ହୋମୱାର୍କ ରହିଲା SAARC ର ଫୁଲ ଫର୍ମ କଣ ଆପଣ କमेंट सेक्शन ରେ ଜଣେଇବେ ହେଲା। କमेंट सेक्शन ରେ ଜଣେଇବେ ଯେ SAARC ର ଫୁଲ ଫର୍ମ ଟା କଣ। देखिए नेक्स्ट क्वेश्चन, हु एमंग द फॉलोइंग मोगल्स पार्टिसिपेट इन द फास्ट बैटल ऑफ पानीपत? यांको भितर क्यों कोन मोगल कोन करथिले फास्ट बैटल ऑफ पानीपत रे कोन पार्टिसिपेट करथिले? ऑप्शन कोन अछि बाबर, हुमायूं, अकबर ना जहांगीर। तेणु किए पार्टिसिपेट करथिले हमरो फास्ट बैटल ऑफ पानीपत रे ना बाबर हैला। बाबर डिफिटेड इब्राहिम लोदी हैला। दि जन भितर फाइट हितला। फास्ट बैटल ऑफ पानीपत केते 1526। फास्ट बैटल ऑफ पानीपत केते हितला 1526 मसिया रे मेकिंग द बिगिनिंग ऑफ द मोगल एम्पायर इन इंडिया। प्रथमे से हमर कोन फास्ट बैटल ऑफ पानीपत पाखरु से कोन करथिले मोगल एम्पायर इंडिया रे आरंभ करथिले। का सहित इब्राहिम लोदी सहित हितला 1526 मसिया रे। देखिए नेक्स्ट क्वेश्चन कोन अछि, व्हिच ऑफ द फॉलोइंग कंट्री इज नॉट ए मेंबर ऑफ SAARC? सार्क रो के मेंबर नुहे ହେଲା। नेपाल, बांग्लादेश, अफगानिस्तान, म्यांमार।
ହେଲା ତେଣୁ କିଏ ଆମର ମେମ୍ବର ନୁହେଁ ସାର୍କର ଗୋଟେ ନା ଅପସନ ନମ୍ବର କୋଉଟା ମିଆଁମାର ହେଲା ମିଆଁମାର ଇଜ ନଟ ଏ ମେମ୍ବର ଅଫ SAARC ଦ ଅର୍ଗାନାଇଜେସନ ହେଜ 8 ମେମ୍ବର ହେଲା ମନେ ରଖିଥିବେ 8 ଜଣ ମେମ୍ବର କିଏ ଅଛନ୍ତି ଇଣ୍ଡିଆ ପାକିସ୍ତାନ ନେପାଳ ଭୁଟାନ ବାଂଲାଦେଶ ଶ୍ରୀଲଙ୍କା ମାଲଦୀପ୍ସ ଏଣ୍ଡ ଆଫଗାନିସ୍ତାନ କିନ୍ତୁ ମିଆଁମାରଟା ଗୋଟେ ମେମ୍ବର ନୁହେଁ କାହାର ସାର୍କର ମେମ୍ବର ନୁହେଁ ଦେଖିବା ନେକ୍ସଟ କ୍ୱେଶ୍ଚନ କ'ଣ ଅଛି ହୁଇଚ୍ ଅଫ ଦ ଫଲୋଇଂ ଇଣ୍ଡିଆ ଷ୍ଟେଟ୍ସ ଇଜ ନଟ୍ ଏ କୋଷ୍ଟାଲ ଷ୍ଟେଟ୍ ହେଲା ଏଥିରୁ କୋଉ ଷ୍ଟେଟ୍ ଗୋଟେ କୋଷ୍ଟାଲ ଷ୍ଟେଟ୍ ନୁହେଁ କାହାର ଇଣ୍ଡିଆର ଅପସନ କ'ଣ ଅଛି ୱେଷ୍ଟବେଙ୍ଗଲ ଗୋଆ ତେଲେଙ୍ଗାନା କର୍ଣ୍ଣାଟକ ମାନେ ଏଥିରୁ କୋଉଟା ନୁହେଁ ନା ଅପସନ ନମ୍ବର କୋଉଟା ତେଲେଙ୍ଗାନା ତେଲେଙ୍ଗାନା ଇଜ ଏ ଲ୍ୟାଣ୍ଡ ଲକ୍ ମାନେ ଚାରିଆଡେ ତାର କ'ଣ ଭୂମି ଅଛି ହେଲା କୋଷ୍ଟାଲ ରିଜନ ନୁହେଁ ଷ୍ଟେଟ୍ ୱିଦାଉଟ୍ ଏନି କୋଷ୍ଟ ଲାଇନ ହେଲା ୟାର ଚାରିପାଖେ କୌଣସି କୋଷ୍ଟ ଲାଇନ ନାହିଁ ଦେଖିବା ନେକ୍ସଟ କ୍ୱେଶ୍ଚନ କ'ଣ ଅଛି ହୁଇଚ୍ ଇଜ ଦ ଲାର୍ଜେଷ୍ଟ प्रोड्यूसर ऑफ क्रोमाइट इन इंडिया एवं कौटा लार्जेस्ट माने सबुठ अधिक क्रोमाइट कौन प्रोड्यूस करते हैं ऑप्शन कौन अच्छी झारखंड कर्णाटक छत्तीसगढ़ ओडिशा तेणु लार्जेस्ट प्रोड्यूसर क्रोमाइट रो किए ना ऑप्शन नंबर कौटा ओडिशा है ओडिशा अकाउंट्स फॉर अबाउट 98% है 98% कौन देता है क्रोमाइट इंडिया क्रोमाइट प्रोडक्शन है माने इंडिया जिते भी क्रोमाइट होची तार 98% कौन दोची ओडिशा दोची मेनली फ्रॉम द सिकुंडा वैली है सिकुंडा वैली पाखु मन रखते बेले पचार सिकुंडा वैली पाखु हमर क्रोमाइट प्रोडक्शन टा होची नेक्स्ट क्वेश्चन देखिए कौन अच्छी हु कैन रिमूव द जेन गवर्नर ऑफ स्टेट फ्रॉम ऑफिस है किए हमर गवर्नर जो स्टेट रो गवर्नर था तांको रिमूव करि परबे लेजिस्लेटिव असेंबली ना प्रेसिडेंट ना पार्लियामेंट ना सुप्रीम कोर्ट किए रिमूव करि परबे गवर्नर को ना प्रेसिडेंट है the governor holds office at the pleasure of the president in of India केते आर्टिकल नंबर केते 156 हला तेना हमर जो गवर्नर को किए स्टेट रो गवर्नर को किए हमर रिमूव करि परबे ना प्रेसिडेंट हला केते नंबर आर्टिकल अनुसार 156 देखिए नेक्स्ट क्वेश्चन द गांधी इरुइन पैक्ट was related to which moment हला एटा कहा सहित रिलेट अछि रौलत ना सिविल डिसोबीडियंस ना नॉन कोऑपरेशन ना क्विट इंडिया कहा सहित रिलेटेड अछि ना ऑप्शन नंबर कोटा सिविल डिसोबीडियंस हला गांधी इरुइन पैक्ट ऑफ 1931 केते मसिया थिला 1931 मसिया रे एंडेड द फर्स्ट फेज ऑफ द सिविल डिसोबीडियंस मूवमेंट हला यारो कोन यारो प्रभावटा पडिथिला देखिए नेक्स्ट क्वेश्चन कोन अछि व्हिच कंट्रीज आर गोइंग टू होस्ट फीफा वर्ल्ड कप 2026 या भितर कोन कंट्री कोन करूची फीफा वर्ल्ड कप 2026 टा कोन करी होस्ट करा पई जाउची कनाडा मेक्सिको एंड यूनाइटेड स्टेट ना स्पेन इंडिया यूएसए ना ब्राजील रूसिया यूएसए ना अर्जेंटीना श्रीलंका एंड चाइना तेनु किए ना ऑप्शन नंबर कोनटा ठीक हो ना कनाडा मेक्सिको एंड यूनाइटेड स्टेट FIFA World Cup 2026 will be jointly hosted by USA, Canada और Mexico. मन रखिबे इंपोर्टेंट क्वेश्चन अछि हु इज नोन एज द फादर ऑफ व्हाइट रिवॉल्यूशन इन इंडिया इंडिया जो व्हाइट रिवॉल्यूशन हितला तार फादर बोली काहा कोचे MS स्वामीनाथन डॉक्टर हीरालाल चौधरी ना डॉक्टर वर्गीस कुरियन ना डॉक्टर अरुण कृष्णन तेनो सत्यतरी कोन हो किए थिले हमर व्हाइट रिवॉल्यूशन रो ना डॉक्टर वर्गीस कुरियन हला ही वाज द आर्किटेक्ट of India White Revolution through the operation of flood, making India world's largest milk producer. White Revolution कहाँ पर ना खीरो पर White Revolution है ना डॉक्टर वर्गीस कुरियन मन रखिबे देखिए नेक्स्ट क्वेश्चन कोन अछि खंडगिरी एंड उदयगिरी कोर्स ऑफ भुवनेश्वर आर एसोसिएटेड विथ व्हिच रिलीजन को रिलीजन सहित ये रिलेटेड अछि ऑप्शन कोन अछि हिंदुइज्म ना जैनिज्म ना इस्लाम ना बौद्धिज्म तेणु कहा सहित रिलेटेड अछि जो कोन खंडगिरी उदयगिरी रो केपटा ना हमर जैनिज्म दिस कर्व्स आर द बिल्ड ड्यूरिंग द किंग ऑफ खारबेल region for Jain monks ହେଲା Jain monk ପାଇଁ ଆମର कोन करथिले खारबेल ए जो हमर केप गुडा को तयारी करथिले मन रखिबे नेक्स्ट क्वेश्चन इंपोर्टेंट क्वेश्चन थिला होला हु वाज द फर्स्ट चीफ इलेक्शन कमिश्नर ऑफ इंडिया की हितला हमर चीफ इलेक्शन कमिशन होला ए जो हमर इंडिया रो ऑप्शन रो कोन अछि नगेंद्र सिंह सुकुमार सेन ना TN शोषन ना T स्वामीनाथ ହେଲା ତେଣୁ କିଏ ଥିଲେ ଆମର ଚିଫ ଇଲେକ୍ସନ କମିଶନ ଇଣ୍ଡିଆର ଅପସନ ନମ୍ବର କୋନଟା ସୁକୁମାର ସେନ ହେଲା ସୁକୁମାର ସେନ କଣ୍ଡକ୍ଟ ଦ ଫାଷ୍ଟ जनरल इलेक्शन इन इंडिया केते 1951 52 जो जनरल इलेक्शन हेतला के करथिले सुकुमार सेन जे कि फर्स्ट चीफ इलेक्शन कमिशन कोठी रो ना इंडिया रो देखिए नेक्स्ट कोन अछि हु वाज द फर्स्ट ओडिया राइटर टू रिसीव द हमर जनपथ अवार्ड हला जनपथ अवार्ड टा के फर्स्ट पाइथिले सत्यकांत महापात्र गोपीनाथ महांती ना सच्चिदानंद राउतराय ना प्रतिभा रॉय के पाइथिले हमर जनपथ अवार्ड टा ऑप्शन नंबर कोनटा ना गोपीनाथ महांती हला he received the Janpath award in 1973 ହେଲା 1977 ମସିହାରେ ପାଇଥିଲେ for his novel କଣ
ମାଟିର ମଣିଷ ହେଲା ମାଟିର ମଣିଷ ଲେଖି ସେ କଣ ପାଇଥିଲେ ନା ଆମର ଜନନ ପାତ ଆୱାର୍ଡଟା ପାଇଥିଲେ 1973 ମସିହାରେ। ଦେଖି ନେକ୍ସଟ କଣ ଅଛି ତେହରୀ ହାଇଡ୍ରୋ ପାୱାର କମ୍ପ୍ଲେକ୍ସ ଇଜ ବିଲ୍ଟ ଇନ୍ ହୁଇଚ ରିଭର ହେଲା ଯୋଉ ତେହରୀ ହାଇଡ୍ରୋ ପାୱାର କମ୍ପ୍ଲେକ୍ସ ଅଛି କୋଉ ରିଭର ଉପରେ ହେଇଛି ଯମୁନା ଆମର ଗମତି ନା ଭାଗୀରଥୀ ନା ଗଙ୍ଗା ତେଣୁ ଆମର ତେରାଇ ହାଇଡ୍ରୋ ପାୱାରଟା କାହା କୋଉ ନଦୀ ଉପରେ ଅଛି ନା ଅପସନ ନମ୍ବର କୋଉଟା ଠିକ ହବ ନା ଭାଗୀରଥୀ ଦ ତେରାଇ ଡ୍ୟାମ ଇନ୍ ଉତ୍ତରାଖଣ୍ଡ ଇଜ ବିଲ୍ଟ ଅନ୍ ଦ ଭାଗୀରଥ ରିଭର ମନେ ରଖିଥିବେ ଭାଗୀରଥୀ ନଦୀ ଉପରେ କଣ ତେହରୀ ଡ୍ୟାମ ଟା ହେଇଛି। नेक्स्ट क्वेश्चन कौन अच्छी व्हिच इज द हाईएस्ट माउंटेन पीक ऑफ ओडिशा एथरो कोनटा हाईएस्ट पीक माउंटेन टा पीक ओडिशा रो सबटु हाईएस्ट माउंटेन पीक टा कोनटा ऑप्शन कोन अछि गंधमार्दन महेंद्रगिरी देवमाली ना गौरव महाशय ହେଲା କୋଉଟା ପିକ୍ ହବ ଓଡିଶାର ସବୁଠୁ ନା ଦେଓମାଳି ଦେଓମାଳି ପିକ୍ କେତେ ଆମର ଅଛି ନା 1672 ମିଟର ହେଲା ତାର ଆମର ହାଇଟ୍ କେତେ 1672 ମିଟର ଇନ୍ କୋଉଠି ଅଛି କୋରାପୁଟ ଡିଷ୍ଟ୍ରିକ୍ଟ ରେ ଅଛି ହେଲା ହାଇଏଷ୍ଟ ପିକ୍ ଅଫ ଓଡିଶା ମନେ ରଖିଥିବେ 1672 କୋଉଠି ଅଛି କୋରାପୁଟ ରେ ଅଛି ଦେଓମାଳି ନାଟା देखिए नेक्स्ट कौन अच्छी हु सेड द पॉलिटिशियन आर द सेम ऑल ओवर दे प्रोमिजेस टू बिल्ड ए ब्रिज इवन व्हेन देयर नो रिवर ହେଲା ଏଟା କିଏ କହିଥିଲେ ଆମର ନିକିତା ଖୁଶ୍ଚେବ ନା ଆମର ଶୋଭା ଦେ ନା ଆମର ମ୍ୟାକ୍ସିମ ଗୋରଖେ ନା ଖୁଶୱନ୍ତ ସିଂ ତେଣୁ କିଏ କହିଥିଲେ ଏଇ କଥାଟା ନା ନିକିତା ଖୁର୍ସେଚିବ ହେଲା ଦିସ୍ ଫେମସ୍ quotes was by Soviet leader Nikita Khrushchev mocking the politician false promise ମାନେ ଯୋଉ ପଲିଟିସିଆନ ମିଛ କଥା କୁହନ୍ତି ତାଙ୍କୁ କଣ କରିବା ପାଇଁ କହିବା ପାଇଁ ସେ ଲେଖିଥିଲେ ମାନେ କହିଥିଲେ ହେଲା କୋଟେସନଟି ଦେଖିବା ନେକ୍ସଟ କ୍ୱେଶ୍ଚନ କଣ ଅଛି which woman was known as the nightingale of India କାହାକୁ ଆମ ନାଇଟିଙ୍ଗେଲ ଅଫ ଇଣ୍ଡିଆ ବୋଲି କହିଥାଉ ସୁଚିତ୍ରା କୃପାଳିନୀ ଇନ୍ଦିରା ଗାନ୍ଧୀ ସରୋଜିନୀ ନାଇଡୁ ନା ବିଜୟ ଲକ୍ଷ୍ମୀ ପଣ୍ଡିତ ହେଲା କାହାକୁ ନାଇଟିଙ୍ଗେଲ ଅଫ ଇଣ୍ଡିଆର ଆଖ୍ୟା ବୋଲି ଦେଇଛନ୍ତି ନା ଅପସନ ନମ୍ବର କୋଉଟା ସରୋଜିନୀ ନାଇଡୁ ପଏଟ ଫ୍ରିଡମ ଫାଇଟର ଏଣ୍ଡ ଫାଷ୍ଟ ଓମେନ ଗଭର୍ଣ୍ଣର ଅଫ ଇଣ୍ଡିଆ କିଏ ସରୋଜିନୀ ନାଇଡୁ ମନେ ରଖିଥିବେ ଫାଷ୍ଟ ଓମେନ ଗଭର୍ଣ୍ଣର ଅଫ ଇଣ୍ଡିଆ ଆଉ କଣ ପଏଟ ବି ଫ୍ରିଡମ ଫାଇଟର ବି ୱାଜ କଲ୍ଡ ନାଇଟମେର ଅଫ ଇଣ୍ଡିଆ ତାଙ୍କୁ ନାଇଟମେର ଅଫ ଇଣ୍ଡିଆ ବୋଲି କୁହାଯାଏ which of the second highest waterfall in ଓଡ଼ିଶା ହେଲା କୋଉଟା ସେକେଣ୍ଡ ହାଇଏଷ୍ଟ ୱାଟରଫଲ ଓଡ଼ିଶାର ଅପସନ କଣ ଅଛି ଆମର ଖଣ୍ଡଧାର ଫଲ୍ସ ନା ବାରିହିପାଣି ଫଲ୍ସ ନା ଡୁଡୁମା ଫଲ୍ସ ନା ଜୋରନ୍ଦା ଫଲ୍ସ ହେଲା ଏଥିରୁ କୋଉଟା ସେକେଣ୍ଡ ହାଇଏଷ୍ଟ ୱାଟରଫଲ ଓଡ଼ିଶାର ନା ଅପସନ ନମ୍ବର କୋଉଟା ଖଣ୍ଡାଧାର ଫଲ୍ସ ହେଲା କେତେ ଆମର ହାଇଟ୍ ଅଛି ନା 801 ମାନେ 801 ଫିଟ୍ ହେଲା ୟାର ହାଇଟ୍ ଅଛି ଖଣ୍ଡାଧାର ସେକେଣ୍ଡ ହାଇଏଷ୍ଟ ୱାଟରଫଲ ଓଡ଼ିଶା ଆଫ୍ଟର କଣ କଣ ବେରହି ପାଣି ତଳେ ମାନେ ବେରହି ପାଣି ଫାଷ୍ଟ ଅଛି ଏଟା ସେକେଣ୍ଡ ଅଛି ମନେ ରଖିଥିବେ नेक्स्ट देखिए व्हाट इज द करेंसी ऑफ साउथ कोरिया रो करेंसी कौन कहा जाए यूरो ना क्रोनी ना डिनर ना ओन हैला कोनटा साउथ कोरिया रो गोटे करेंसी ना कोनटा हबो ओन हैला द ऑफिशियल करेंसी ऑफ साउथ कोरिया इज साउथ कोरियन ओन जेटा के आर डब्ल्यू जेमति हमर रुपीस कहा जाउची सेमति हमर कोरिया रे साउथ कोरिया रे कोन कहा जाए ना ओन कहा जाए हैला साउथ कोरियन ओन बोली कहा जाए नेक्स्ट अछि द बनारस हिंदू यूनिवर्सिटी वाज एस्टाब्लिश्ड अंडर द डायरेक्शन ऑफ व्हिच लीडर कोन लीडर रो डायरेक्शन रे हमरो बनारस हिंदू यूनिवर्सिटी रे हमर तयारी हितला हमर ऑप्शन कोन अछि वीडी सर्वरकर ना राजा राममोहन राय ना स्वामी विवेकानंद ना मदन मोहन कोन मालविया हैला काहाको हमरो इंस्ट्रक्शन ले हमरो बनारस हिंदू यूनिवर्सिटी तयारी हितला ऑप्शन नंबर कोनटा हबो मदन मोहन मालविया हैला बीएचयू वाज फाउंडेड हमरो इन 1916 बाय पंडित मदन हैला मोहन मालविया इन एजुकेशनल एजुकेशनिस्ट एंड द नेशनलिस्ट लीडर मन रखिए मदन मोहन मालविया नेक्स्ट क्वेश्चन कौन अछि हु इज द फॉलोइंग इज नॉट ए ओडिसी डांसर या भीतर किए जने ओडिसी डांसर नुहे हला संयुक्ता पाणिग्राही उदय शंकर सोनाल मनसिंह ना केळुचरण महापात्र तेने या भीतर किए जने ओडिसी डांसर नुहंती ना उदय शंकर हला उदय शंकर वाज द पिनियर ऑफ मॉडर्न इंडिया डांस नॉट एन ओडिसी डांसर हला ये जो मॉडर्न डांसर किंतु ଗୋଟେ ओडिसी डांसर नुहे या भीतर आउ जा छडा जति तीन जण रहले से कोन ओडिसी डांसर नेक्स्ट क्वेश्चन देखिए कौन अच्छी हु रोड द बुक इंडिया विन्स फ्रीडम किए लिखिथिले इंडिया विन्स फ्रीडम टाको रविंद्रनाथ टैगोर अमिताभ घोष अब्दुल कलाम आजाद ना एबी वाजपेयी तेनु किए लिखिथिले हमर इंडिया विन्स फ्रीडम बुक टाको ना ऑप्शन नंबर कोनटा अब्दुल कलाम आजाद ହେଲା ମୌଲାନା ଅବଦୁଲ କଲାମ ଆଜାଦ ତାଙ୍କ ଫୁଲ ନାଁଟା କଣ ମୌଲାନା ଅବଦୁଲ କଲାମ ଆଜାଦ ରୋଡ୍ ଦ ଇଣ୍ଡିଆ ୱିନ୍ସ ଫ୍ରିଡମ ନେରେଟିଂ ହିଜ ରୋଲ ଇନ୍ ଇଣ୍ଡିଆ ଇଣ୍ଡିପେଣ୍ଡେନ୍ସ ଷ୍ଟ୍ରଗଲ ତାଙ୍କର ନିଜର ଯୋଉ ସ୍ୱାଧୀନତା ପାଇବା ପାଇଁ ଯୋଉ ଷ୍ଟ୍ରଗଲଟା ଥିଲା ତାରି ଉପରେ ବେସ୍ କରି ସେଇ ବହିଟା ଲେଖିଛନ୍ତି ଇଣ୍ଡିଆ ୱିନ୍ସ ଫ୍ରିଡମ କିଏ ଅବଦୁଲ କଲାମ ଆଜାଦ
नेक्स्ट क्वेश्चन देखिए व्हिच ब्रिटिश गवर्नर जनरल इंट्रोड्यूस पेस्टेज स्टाम्प इन इंडिया है किए हमरो जो पोस्टेज स्टाम्प टाको हमरो किए को ब्रिटिश गवर्नर इंट्रोड्यूस करथिले लॉर्ड डेलाहाउसी लॉर्ड आकलैंड ना लॉर्ड कैनिंग ना लॉर्ड विलियम बेंटिक तेणु किए हमरो जो पोस्टेज स्टाम्प टा किए करथिले हमरो इंट्रोड्यूस ना लॉर्ड डेलाहाउसी Lord Dalhousie introduced the postage stamp in the India in 1854 ହେଲା ମନେ ରଖିଥିବେ 1854 ମସିହାରେ ସେ ଯୋଉ ପେଷ୍ଟେଜ ଷ୍ଟାମ୍ପଟାକୁ ଆମର ଯେ ଇଣ୍ଟ୍ରୋଡ୍ୟୁସ କରିଥିଲେ ଆଉ କଣ ସେ ଯୋଉ ରେଲୱେ ଆମର ଇଣ୍ଡିଆରେ ଚାଲୁଛି ସେ ରେଲୱେଟାକୁ ବି ଡେଲହାଉସି ପ୍ରଥମେ ଲାଗୁ କରିଥିଲେ ମନେ ରଖିଥିବେ Next ଅଛି the Sun Temple of Odisha has been built on the shape of the giant chariot pulled by ହେଲା ଏ ଯୋଉ ଆମର କୋଣାର୍କ ମନ୍ଦିରଟେ ଅଛି ତାକୁ କେତେ ଜଣ ହର୍ସ ବା ମାନେ ହର୍ସ ବା ଆମର ଚକ କେତୋଟି କଣ କରୁଛି ପୁଲ୍ କରୁଛି ମାନେ ତାର କାରୁକାର୍ଯ୍ୟରେ କେତେଟି ଲାଗିଛି ଅପସନ କଣ ଅଛି 9 horses and 8 pairs of wheel 8 horses and 10 pairs of wheel 7 horses and 11 pairs of wheel 7 horses and 12 pairs of wheel ତେଣୁ କେତେଟି ଆମର ହର୍ସ ଆଉ wheel ରହିଛି ନା ଆମର ଅପସନ ଟା କଣ 7 horses and 12 pairs of wheels ହେଲା ସାତଟା ଘୋଡା ଆଉ 12 ଯୋଡା କଣ ନାମ ଚକ the Konark Sun temple is designed as the colossal chariot of Surya যেটা কি ଆମର sun କୁହାଯାଏ ମାନେ ସୂର୍ଯ୍ୟ ଦେବତା drawn by 7 horses with 12 pairs of wheels ମନେ ରଖିଥିବେ ହେଲା who was the supreme commander in chief of the armed forces जो supreme commander ଅଛନ୍ତି chief ସେ ଆମର କିଏ ହେଇଥାନ୍ତି प्राइम मिनिस्टर डिफेन्स मिनिस्टर प्रेसिडेंट वाइस प्रेसिडेंट किए थांती अपन सुप्रीम कमांडर किए थांती चीफ आर्म फोर्सेस रो हमर प्रेसिडेंट द प्रेसिडेंट ऑफ इंडिया इज द सुप्रीम कमांडर ऑफ द डिफेंस फोर्सेस कौन आर्टिकल अनुसार मन रखिबे आर्टिकल पचारि थाए केते आर्टिकल 53 मन रखिबे हला किए ना प्रेसिडेंट प्राइम मिनिस्टर नुहंती है किए प्रेसिडेंट नेक्स्ट हो किए ऑप्शन सॉरी क्वेश्चन कोन ना व्हिच प्लेस इज आल्सो नोन एज द सुगर सिटी ऑफ ओडिशा सुगर सिटी माने जो माने चीनी देश मान जागा बोली कहा कुआ जे ओडिसा आस्का ना बरगड ना बदम्बा ना रायगड़ा तेनु कहा कुआ जे सुगर सिटी ऑफ ओडिशा बोली ना आस्का हला गाई की आस्का माने कोठी होची गंजाब रे होची कॉल्ड द सुगर सिटी ओडिशा ड्यू टू इट्स लार्ज सुगर प्रोडक्शन फैक्ट्री हला ये बहुत कोन अछि सुगर प्रोडक्शन फैक्ट्री बहुत अछि से पे कोन कुआ जे ना आस्का को हमरो चीनी कळ बोली कुआ जे कार ओडिसा रो कोठी होची आस्का ना गंजाम रे रखिबे देखिए नेक्स्ट क्वेश्चन द फर्स्ट इंडियन रेलवे लाइन ओपनड बिटवीन बॉम्बे टू थाने इन केते मसिया रे हमर केते मसिया बा केते तारिख रे हमर बॉम्बे रु थाने पर्यंत फर्स्ट रेलवे सिस्टम टा लागू हेतिला की करथिले कहिथिले डेलहाउसी हला केते तारिख रे 16th April 1853 9th January 1852 21st May 1954 26th June 1955 केबे हितला लागू ना ऑप्शन नंबर कोटा 16th April 1853 रखिबे इंडियाज फर्स्ट पैसेंजर ट्रेन रन फ्रॉम बॉम्बे टू मुंबई जेटा कि बॉम्बे हमर एबेकार मुंबई बोली कहउछु टू थाने कवरिंग 34 किलोमीटर मन रखिबे क्वेश्चन पचारे जे केते किलोमीटर कवर हेतिला ना 34 किलोमीटर केते मसिया रे 1853 मसिया अप्रैल 16 तारिख हला व्हिच ऑफ द फॉलोइंग इज द लार्जेस्ट कोल फील्ड इन इंडिया हला कोठी हमर लार्जेस्ट कोल फील्ड अछि इंडिया रो तारचे रानीगंज ना झराई ना कोरबा हला कोठी अछि ना ऑप्शन नंबर कोनटा ठीक हबो ना झरिया हला झरिया इज झारखंड झारखंड के झरिया जगह अछि इज द लार्जेस्ट कोल फील्ड इन द इंडिया फेमस फॉर हाई क्वालिटी कुकिंग कोल हला दी हाई क्वालिटी कुकिंग हमर कोल जेरे कोइला मिलुची कोठी झरिया जेटा कि झारखंड रे अछि तेनो आज लास्ट क्वेश्चन देखिबा कोन अछि राजतरण गिनी कंपोज्ड बाय कलना gives the vivid history of कहा विषय रे हमर लिखा है काश्मीर हिमाचल प्रदेश राजस्थान ना हरियाणा कहा विषय रे लिखा है ना हमर काश्मीर है कलना Rajtarangini 12th century is the historical chronicle of Kashmir king ହେଲା ଏ ଯୋଉ ଜାମ୍ମୁ କାଶ୍ମୀରରେ କାଶ୍ମୀର ଯୋଉ କିଙ୍ଗ ଥିଲେ ତାଙ୍କ ଉପରେ ଏଟା ଲେଖା ହେଇଛି ତେଣୁ ଏତିକି ଥିଲା ଆମର 40 ଟି ଜିକେ କ୍ୱେଶ୍ଚନ ଏବେ ଦେଖା କିଛି କରେଣ୍ଟ अफेयर इंपोर्टेंट ଅଛି ଆମର कोन ପାଇଁ ଆମର ଆଗାମୀ एग्जाम ପାଇଁ जेली आपण ଯଦି क्लास ଟି କରୁଛନ୍ତି ତାହେଲେ ଆପଣ କିଛି ତ ଜିକେ ଆପଣ ମନେ ରହିବା ଆଉ କରେଣ୍ଟ अफेयर ତ ଏମିତି ଆପଣ ଯେମିତି न्यूज ଦେଖୁଛନ୍ତି ओटीवी कनक ଆମର ଯାହା ବି ଦେଖୁଛନ୍ତି ସେ ଅନୁସାରେ ଆପଣ କରେଣ୍ଟ अफेयर ସେମିତି ମନେ ରହିଯିବ ତେଣୁ ଦେଖିବା କିଛି କରେଣ୍ଟ अफेयर ଆମ 10 सेप्टेम्बर ପାଇଁ फास्ट देखिए जो पॉलिटिक्स और गवर्नेंस पर इंडिया इज होल्डिंग एन ईयरली वाइस प्रेसिडेंट इलेक्शन ऑन सेप्टेम्बर 9th 2025 है हमर जो वाइस प्रेसिडेंट इलेक्शन होबो केते सेप्टेम्बर 9 तारिख 2025 फॉलोइंग द रेजिग्नेशन ऑफ द अकॉमेंट ऑन द हेल्थ ग्राउंड्स है जो हमर जे थिले हमर वाइस प्रेसिडेंट तांगर हेल्थ इशू पय से कोन रिजन देथिले सेत पय कोन एबे नुवा हमर इलेक्शन डी होबो केते सेप्टेम्बर 9 तारिख 2025 तार इकोनॉमी टेक्नोलॉजी पर देखिबा इंडियाज फर्स्ट फुली डिजिटल सेंसेक्स इज शेड्यूल्ड फॉर
2027 ହେଲା 2027 ପର୍ଯ୍ୟନ୍ତ ଆମର କଣ ଇଣ୍ଡିଆ ଫାଷ୍ଟ ଫୁଲି ଡିଜିଟାଲ ସେନ୍ସସ୍ ହେଇଯିବ ୱିଥ ଡାଟା କଲେକ୍ସନ ଭାୟା ସ୍ମାର୍ଟଫୋନ ଦ୍ୱାରା ଆମର କଣ ସେନ୍ସସ୍ ଟା ହବ। ପ୍ରାଇମ ମିନିଷ୍ଟର ନରେନ୍ଦ୍ର ମୋଦି inaugurated the Semicon India 2025 ଇଭେଣ୍ଟ enabling the first indigenous semiconductor ହେଲା କରେଣ୍ଟ ଏଫେୟାର ବହୁତ ଇମ୍ପୋର୍ଟାଣ୍ଟ ଆମର ଇଣ୍ଡିଆର ଫାଷ୍ଟ ମେଡ୍ ଇନ୍ ଇଣ୍ଡିଆ ଆମ ସେମିକଣ୍ଡକ୍ଟର ଚିପ୍ ଗୋଟେ କରିଛନ୍ତି ତାର ନାଁ କଣ ବିକ୍ରମ 32 ମନେ ରଖିଥିବେ ହେଲା। ତାପରେ the GST Council has introduced the new two slab structure of 5% and 18% with higher rate for luxurious and dominant goods ତେଣୁ ଆମର GST ଆପଣ ନୂଆ ଲାଗୁ ହେଲା ଦେଖିପାରିବେ ନୂଆ ଗୋଟେ ଇଣ୍ଟ୍ରୋଡ୍ୟୁସ ହେଇଛି 5% ଆଉ 18% ଆଉ କଣ ଯେ ଲକ୍ଜରିୟସ୍ ଜିନିଷ ଉପରେ କଣ ହାଇ ଟେକ୍ସ ଲଗା ହେଇଛି କିନ୍ତୁ ମିଡିଲ କ୍ଲାସ ଲୋକଙ୍କ ପାଇଁ ଭଲ ଅଛି ହେଲା। ନେକ୍ସଟ ହଉଛି କଣ BHEL signed an MOU with the Horizon Fuel Cell Technologies to develop the hydrogen power train in India ହେଲା କାହା ସହିତ ସାଇନ୍ ହେଇଛନ୍ତି BHEL ସାଇନ୍ଡ ୱିଥ ହରାଇଜନ ଫ୍ୟୁଲ ସେଲ୍ ଟେକ୍ନୋଲୋଜି ସହିତ ସାଇନ୍ କରିଛନ୍ତି। ନେକ୍ସଟ ଦେଖିବା ଇଣ୍ଡିଆ ନ୍ୟାସନାଲ ଲିଟରେସି ରେଟ୍ ହେଜ୍ ଇନକ୍ରିଜ ଟୁ 80.9% ଇଣ୍ଡିଆର ନ୍ୟାସନାଲ ଲିଟରେସି ରେଟ୍ କେତେ ବଢିଛି 80.9% କୁ ବଢିଛି। ତାପରେ ଇନଫ୍ରାଷ୍ଟ୍ରକ୍ଚର ଡେଭଲପମେଣ୍ଟ ଉପରେ କିଛି ଦେଖିବା ଉତ୍ତରପ୍ରଦେଶ ହେଜ୍ ଲଞ୍ଚଡ ଅନୁ କଣ ଅନୋଖି ଦୁନିଆ ଦ ୱାର୍ଲଡସ୍ ଫାଷ୍ଟ ପାର୍କ ମେଡ୍ ଫ୍ରମ୍ ସେରମିକ ୱେଷ୍ଟ ହେଲା ସେରମିକ ୱେଷ୍ଟ ରୁ ଫାଷ୍ଟ ଆମର ପାର୍କ ତିଆରି କରିଛନ୍ତି କିଏ ନା ଆମର ଉତ୍ତରପ୍ରଦେଶ ବହୁତ ଇମ୍ପୋର୍ଟାଣ୍ଟ ଅଛି ଏଇ ନ୍ୟୁଜ ଟା ଦ ନ୍ୟୁ ଏଗ୍ରିମେଣ୍ଟ ହେଜ୍ ବିନ୍ ସାଇନ୍ଡ ଫର ଇଣ୍ଡିଆ ଫାଷ୍ଟ ଇଲେକ୍ଟ୍ରିକ ଡଗ୍ ଏଟ୍ ଦେନ୍ଦୋୟାଲ ପୋର୍ଟ ଇନ୍ ଗୁଜରାଟ ହେଲା ସାଇନ୍ ହେଇଛନ୍ତି ଆମର ନୂଆ କଣ କରିବା ପାଇଁ ସାଇନ୍ ଫାଷ୍ଟ ଇଲେକ୍ଟ୍ରିକ ଡଗ୍ ତିଆରି କରିବା ପାଇଁ କୋଉଠି ଦେନ୍ଦୋୟାଲ ପୋର୍ଟ ଗୁଜରାଟରେ। ନେକ୍ସଟ ଦେଖିବା କଣ ଅଛି ଡିଫେନ୍ସ ଆଉ ସିକ୍ୟୁରିଟି ଉପରେ ଦ ଇଣ୍ଡିଆନ ନେଭିଜ INS କୁଦମଟ participated in Papua New Guinea 15th Independence Day celebrated Operation Godar in underway in Jammu Kashmir to neutralize the terrorist ହେଲା ଏ ଯୋଉ ଆମର ନୂଆ ଅପରେସନ ଗୋଟେ ଅପରେସନ ଗୋଦାର ଆମର ଇଣ୍ଟ୍ରୋଡ୍ୟୁସ ହେଇଛି ସେଥିରେ କଣ INS କଦମତ କଣ ହେଇଛି ପାର୍ଟିସିପେଟ କରିଛି କଣ ପାଇଁ ନା କାଶ୍ମୀର ଜାମ୍ମୁ କାଶ୍ମୀର ଯୋଉ ଟେରରିଷ୍ଟ ମାନେ ଅଛନ୍ତି ତାଙ୍କର ଅପରେସନ ପାଇଁ କଣ ହେଇଛି ଏଟା ଇଣ୍ଟ୍ରୋଡ୍ୟୁସ ହେଇଛି। ନେକ୍ସଟ ସୋସିଆଲ କଲଚର ଉପରେ ଅଛି ଦ ଅଙ୍ଗୀକାର 2025 campaign was launched under the Pradhan Mantri Awas Yojana to enhance its implementation the Namo युवा campaign with the theme तार theme टा जी कौन नशा मुक्त भारत है was also launched ହେଲା ଏଗୁଡ଼ା ସବୁ ମନେ ରଖିଥିବେ କଣ ଥିମ୍ ଗୁଡାକ ଅଛି ଆଉ କଣ ସବୁ ସ୍କିମ୍ ଗୁଡାକ ଲାଗିଛି। ତାପରେ ଇଣ୍ଟରନ୍ୟାସନାଲ ନ୍ୟୁଜ କିଛି ଦେଖିବା ଭୁଟାନ ପ୍ରାଇମ ମିନିଷ୍ଟର ଦେଶ କଣ ତାସରିଂ ତବଗେ visited India attending the consecration of the royal Bhutan temple ସେ ଆମର ଆସନ୍ତି କୋଉଟାରେ ଭୁଟାନର ପ୍ରାଇମ ମିନିଷ୍ଟର ଭିଜିଟ କରୁଛନ୍ତି କଣ ରୟାଲ ଭୁଟାନ ଟେମ୍ପଲ କୁ। ତାପରେ ଇମ୍ପୋର୍ଟାଣ୍ଟ ନ୍ୟୁଜଟା ଅଛି କଣ ନେପାଳସ ପ୍ରାଇମ ମିନିଷ୍ଟର କେପି ଶର୍ମା ଓଲି ହେଜ ରିଜାଇନ୍ଡ amidst of youth protest ହେଲା ନେପାଳ ପ୍ରାଇମ ମିନିଷ୍ଟର ଯିଏ ଥିଲେ ସେ କଣ ରିଜାଇନ୍ ଦେଇଛନ୍ତି ୟୁଥ ମାନେ ପ୍ରୋଟେଷ୍ଟ କରୁଥିଲେ ବହୁତ ନ୍ୟୁଜରେ ଅଛି ଆପଣ ଦେଖିଥିବେ ହେଲା ସେ ନ୍ୟୁଜ ଆମର କଣ କିଏ ଥିଲେ ପ୍ରାଇମ ମିନିଷ୍ଟର କେପି ଶର୍ମା ଓଲି ହେଲା। ନେକ୍ସଟ ଅଛି ଫର୍ମର ଫ୍ରେଞ୍ଚ ପ୍ରାଇମ ମିନିଷ୍ଟର ଫ୍ରାନ୍ସିସ ବରୋ was ousted after the confidence of vote defeat ହେଲା। ନେକ୍ସଟ ଅଛି କଣ ଦ ସାଂଘାଇ କୋଅପରେସନ ଅର୍ଗାନାଇଜେସନ SCO adopt the ତାଞ୍ଜାନିଆ ଡିକ୍ଲାରେସନ ହେଲା ସେ adopt କରିଛନ୍ତି ତାଞ୍ଜାନିଆ ଯୋଉ ଡିକ୍ଲାରେସନ ଟି ଥିଲା ତାକୁ adopt କରିଛନ୍ତି। ନେକ୍ସଟ ସାଇନ୍ସ ଏନଭାୟରନମେଣ୍ଟ ଉପରେ ଅଛି ଦ ଟୋଟାଲ ଲୁନାର ଇକ୍ଲିପ୍ସ ଏ ବ୍ଲଡ ମୁନ୍ was visible across Asia, Africa and Europe ସେପ୍ଟେମ୍ବର 7 ତାରିଖ ଦିନ ହେଇଥିଲା ଆପଣ ବି ଦେଖିଥିବେ देखिए एरा क्वेश्चन कोन ब्लड मून हैला मन रखिबे ब्लड मून टा। नेक्स्ट अछि स्पोर्ट्स ऊपर अछि द इंडिया मेन टीम ऑन द हॉकी एशिया कप 2025 टाइटल बहुत बढ़िया कथाटी इंडिया हमर मेंस टीम टा कोन हॉकी एशिया कप टी कोन करछि टाइटल चैंपियन हेचंती कार्लोस एल्क्रोज won the men's single title of the US Open 2025 ହେଲା कार्लोस अल्जन कोन होती मेंस सिंगल रे टाइटल US Open रे टाइटल पाइजंती मैक्स वर्स्टेपेन won the Italian Grand Prix 2025 ହେଲା एटा बहुत इंपोर्टेंट एडा को ହେଲା। नेक्स्ट हम कि देखिया आउ किछि न्यूज़ गुडा को रशिया अनाउंस द न्यू mRNA बेस्ड कैंसर वैक्सीन एंटेरोमिक्स ହେଲା नुवा वैक्सीन तयारी करचंती हमर रशिया ହେଲା mRNA बेस्ड रे। तापर नेक्स्ट क्वेश्चन करंट अफेयर कोन अछि एन अर्थक्वेक इन अफगानिस्तान किल्ड ओवर 800 पीपल ହେଲା अफगानिस्तान रे कोन अछि हमर अर्थक्वेक जोगु 800 जण पीपल डाई करचंती। तापर नेक्स्ट न्यूज़ कोन अछि ऑस्ट्रेलिया वाज डेवलपिंग द MQ-28 ए घोस्ट बेट मिलिटरी ड्रोन ହେଲା ऑस्ट्रेलिया डेवलप करछि MQ-28 ए घोस्ट बेट हमर मिलिटरी ड्रोन टा
ତେଣୁ ଏତିକି ଥିଲା ଆମର ଜିକେ ଆଉ କରେଣ୍ଟ ଆଫେୟାର କ୍ୱେଶ୍ଚନ ଆଉ କିଛି ଆମ କରେଣ୍ଟ ଆଫେୟାର ନ୍ୟୁଜ ଗୁଡାକ। ତେଣୁ ଆଶା କରୁଛି ଆପଣଙ୍କୁ ଭିଡ଼ିଓଟି ଭଲ ଲାଗିଥିବ। ଯଦି ଭିଡ଼ିଓଟି ଭଲ ଲାଗିଲା ଆପଣ ପ୍ଲିଜ କଣ କରିବେ ଲାଇକ୍ କରିଦେବେ ଭିଡ଼ିଓଟିକୁ ଆଉ ପାଖରେ ସବସ୍କ୍ରାଇବ ବଟନଟି ଅଛି ସବସ୍କ୍ରାଇବ କରିଦେବେ ଯାହାଫଳରେ କି ଏ ଭିଡ଼ିଓଟା ଆପଣଙ୍କ ପାଖରେ ପହଞ୍ଚି ପାରିବ। ଆପଣ ଯେତେବେଳେ ଭିଡ଼ିଓ ଦେଖୁଛନ୍ତି ଆପଣଙ୍କୁ ଖାଲି ଦେଖୁଛନ୍ତି ତାହେଲେ ଆପଣ 10ଟା ତ ମନେ ରହିବ ନା ଆଉ କରେଣ୍ଟ ଆଫେୟାର ତ ଆପଣ ନ୍ୟୁଜ ଆକାରରେ ଦେଖିଦେଲେ ମନେ ରହିଯିବ। ତେଣୁ ଆଗାମୀ ଏକ୍ସାମରେ ଆପଣଙ୍କୁ ବହୁତ କଣ ହବ ହେଲ୍ପଫୁଲ ହବ। ପାଖରେ ଟିକେ ବେଲ୍ ଆଇକନକୁ ଦବେଇବେ ନାହିଁ ପାଖରେ ଥିବା ବେଲ୍ ଆଇକନଟାକୁ ଦବାଇବା ପାଇଁ ଭୁଲିବେ ନାହିଁ କାରଣ ଯେତେବେଳେ ଭିଡ଼ିଓ ଅପଲୋଡ଼ ହେଉଛି ଆପଣଙ୍କ ପାଖରେ ପହଞ୍ଚିପାରିବ ନହେଲେ ଭିଡ଼ିଓ ମୁଁ ଅପଲୋଡ଼ କରିଛି ଆପଣଙ୍କ ପାଖରେ ପହଞ୍ଚି ପାରିବନି ଯଦି ଦେଖିବା ପାଇଁ ଚାହୁଁଥିବେ। ତେଣୁ ଆଶା କରୁଛି ଆପଣଙ୍କୁ ଭିଡ଼ିଓ ଭଲ ଲାଗିଲା। ତେଣୁ ଆଜି ପାଇଁ ଏତିକି ରହୁଛି ନୂଆ ଭିଡ଼ିଓ ଆପଣଙ୍କ ସହିତ ଦେଖା ହବ ସେଥିପର୍ଯ୍ୟନ୍ତ ରହୁଛି ଧନ୍ୟବାଦ।